প্রিয় দর্শক বন্ধুগণ নমস্କାର। আসিଅଛି ନୂତନ ଅପଡେଟ୍ ନେଇ, ଯାହାକି ଆପଣମାନେ ନିହାତି ଦେଖିବା ଦରକାର। ଆଜିର ବଡ଼ ଖବର, ମୁଖ୍ୟ ଖବର, ଏହି ଖବର ଗୁଡ଼ିକ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିବେ ବୋଲି ଅନୁରୋଧ କରୁଅଛି। ଦର୍ଶକ ବନ୍ଧୁ, ଏବେ ଦେଖିବା ସମ୍ପୂର୍ଣ୍ଣ ଖବର। ଆଜି 16 ମାର୍ଚ୍ଚ ସୋମବାର ଦିନ ସାରା ପାଗ ଶୁଖିଲା ରହିବ ଏବଂ ପ୍ରବଳ ଗରମ ହେବ ଓ କିଛି ସ୍ଥାନରେ ବର୍ଷା ହେବ। ବିଜୁଳି ଘଡ଼ଘଡ଼ି ସହ ଝଟକା ପବନ ବହିବ। ଆଜି ଉତ୍ତର ଓଡ଼ିଶାର 2ଟି ଜିଲ୍ଲାରେ ପ୍ରବଳ ଗରମ ଏବଂ ସର୍ବାଧିକ ତାପମାତ୍ରା ଥିବ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ। ଦର୍ଶକ ବନ୍ଧୁ, 40.2 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ଝାରସୁଗୁଡ଼ା ଜିଲ୍ଲାଠାରେ ଏବଂ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି ଫୁଲବାଣୀରେ 16 ଡିଗ୍ରୀ। ଆଜି ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଓ ଝଟକା ପବନ ବହିବ। ପବନର ବେଗ ଥିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା। ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, କଟକ, ନୟାଗଡ଼, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, ସମ୍ବଲପୁର, ସୁନ୍ଦରଗଡ଼, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଆଜି ପାଇଁ 4ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ ଝଟକା ପବନ ବହିବ। ପବନର ବେଗ ରହିବ 30 କିଲୋମିଟରରୁ 40 କିଲୋମିଟର ପର ଘଣ୍ଟା। ଦର୍ଶକ ବନ୍ଧୁ, ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲରେ ନୂତନ ତେବେ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରିବେ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରି ରଖନ୍ତୁ ଆଉ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖନ୍ତୁ। ଏହି ଚ୍ୟାନେଲ ମାଧ୍ୟମରେ ସବୁଦିନ ତାଜା ଖବର ଦେଖିପାରିବେ। ଦର୍ଶକ ବନ୍ଧୁ, ଏବେ ଦେଖିବା ସମ୍ପୂର୍ଣ୍ଣ ଖବରଟି। ଦର୍ଶକ ବନ୍ଧୁ, 17 ତାରିଖ ମଙ୍ଗଳବାର ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ହୋଇଅଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ 50 କିଲୋମିଟରରୁ 60 କିଲୋମିଟର ବେଗରେ ଝଟକା ପବନ ବହିବ। ସବୁ ଲଣ୍ଡ ଭଣ୍ଡ କରିଦେବ ବୋଲି ପୂର୍ବାନୁମାନ ହୋଇଛି। ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ ଏବଂ ଏହି ଦିନରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଟକା ପବନ ବହିବ। ପବନର ବେଗ ଥିବ 40 କିଲୋମିଟରରୁ 50 କିଲୋମିଟର ପର ଘଣ୍ଟା। ଦର୍ଶକ ବନ୍ଧୁଗଣ, ଆଉ ଅନୁମାନ କରାଯାଇଛି କେତୋଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପବନ ବହିବ, କିନ୍ତୁ ବର୍ଷା ହୋଇପାରେ ନ ହୋଇପାରେ, କିନ୍ତୁ ଗ୍ୟାରେଣ୍ଟି ନାହିଁ। ଯେମିତି ଜିଲ୍ଲାଗୁଡ଼ିକ ହେଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ। ଦର୍ଶକ ବନ୍ଧୁ, 17 ଓ 18 ତାରିଖରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଅଛି। ଝଡ଼ ବର୍ଷା ଲାଗି ରହିଥିବ। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଗକୁ ବର୍ଷା ଥିବାରୁ ଆସନ୍ତା 4 ଦିନ ରାଜ୍ୟର ଦିନର ତାପମାତ୍ରା 2ରୁ 5 ଡିଗ୍ରୀ କମିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ଆକଳନ କରିଅଛି। ରାଜ୍ୟର ବିଭିନ୍ନ ସ୍ଥାନରେ କାଁ ଭାଁ ଜାଗାରେ ବର୍ଷା ହୋଇପାରେ ବା କାଳବୈଶାଖୀ ପ୍ରଭାବରେ ଅଧା ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା ଅଛି। ଦର୍ଶକ ବନ୍ଧୁଗଣ, ଏହା ଥିଲା ଆଜିର ତାଜା ଅପଡେଟ୍। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରିବେ ଓ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ ବୋଲି ଅନୁରୋଧ। ଦର୍ଶକ ବନ୍ଧୁ, ଏମିତିକା ଲେଟେଷ୍ଟ ଅପଡେଟ୍ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ବଜାଇବେ, ଯାହାଫଳରେ ସର୍ବପ୍ରଥମେ ଆପଣଙ୍କ ପାଖରେ ଭିଡ଼ିଓଟି ପହଞ୍ଚିଯିବ। ଆଜି ପାଇଁ ଏତିକି। ନୂଆ ଅପଡେଟ୍ ସାଙ୍ଗରେ ଆଗାମୀକାଲି ଦେଖାହେବ। ନମସ୍କାର, ଜୟ ଜଗନ୍ନାଥ, ଜୟ ଓଡ଼ିଶା, ଧନ୍ୟବାଦ।